কলে মানব জীবনর লাভ ইয়ে মানব জীবনর লাভ যেবে গোবিন্দ করে ভাব বলে মানব জীবনর লাভ যেবে গোবিন্দ করে ভাব বাপা গোবিন্দ কিଏ গোবিন্দ কাହା କହିଲ ଆଜ୍ଞା ଯେ କୃଷ୍ଣ ସେ ଗୋବିନ୍ଦ ଯେ କୃଷ୍ଣ ସେ ଗୋବିନ୍ଦ ନା ଆଉ ନାଇଁ ଯେ କୃଷ୍ଣ ସେ କେବେ ଗୋବିନ୍ଦ ହେଇପାରନ୍ତିନି କାହିଁକି ହେବେନି ବାପା ଆପଣଙ୍କର ସେଇ ଓଡିଆ ଭାଗବତ ରସ କହିଲେ କହିଲେ ଗୋବିନ୍ଦ 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 ପଦୁ ଗଳୁଛି ମକର ପଦୁ ଗଳୁଛି ମକର ଇଏ ପଦୁ ଗଳୁଛି ମକର ଜଗନ୍ନାଥ ଦାସ କଥା ଓଡିଆ ଭାଗବତ ପ୍ରଥମ ପଦ ଲେଖିନାହାନ୍ତି ହଁ ଠିକ ଲେଖିଛନ୍ତି ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ ବାପା ଟିକେ ବିଚାର କଲେ ଇଏ ତିନିଟା ଗୋବିନ୍ଦ ନାଁ କୋଉଠି ତିନି ଗୋବିନ୍ଦ ଦେଲେ କିଏ ଜଗନ୍ନାଥ ଶୁଣୁ ଶୁଣୁ ଖାଲି ବସ ଟୁକୁ ଭାଇରେ ଏ ତିନି ଗୋବିନ୍ଦ କାହିଁକି ହେଲା ଯୋଉଦିନ କୃଷ୍ଣ ଜନ୍ମ ହେଲେ ନାଁ ହେଲା ଗୋବିନ୍ଦ ଯେତେବେଳେ ବସୁଦେବ ଆଣିକି ନନ୍ଦପୁରରେ ଥୋଇଦେଲେ ଆପଣଙ୍କର ମଥୁରାରୁ ଆସିଲା କୃଷ୍ଣ ଗୋପରେ ବଢିବେ ନନ୍ଦପୁରରେ ଥୋଇଲେ ନନ୍ଦରାଜା ଖୁସି ହେଇଗଲେ କହିଲେ ଆହା ମୋ ନନ୍ଦ କୋଳେ ଗୋବିନ୍ଦ ଇଏ ଆହା ମୋ ନନ୍ଦ କୋଳେ ଗୋବିନ୍ଦ ଇଏ ବାଜେ ଶଙ୍ଖ ଧରି ତୁରି ଭୁବନ ନନ୍ଦ ନନ୍ଦ କୋଳେ ଗୋବିନ୍ଦ ଆହା ମୋ ନନ୍ଦ ନନ୍ଦରାଜା କୋଉଠି ଆନନ୍ଦ ହେଇକି ଗୋବିନ୍ଦ ନାଁ ଦେଲେ ନାଇଁ ଏ କଥା ଆପଣ ମାନେ ପୁରାଣରେ ଶୁଣିଛନ୍ତି ଆଉ ଜଣେ ଗୋବିନ୍ଦ ବୋଲେ ଇନ୍ଦ୍ର ହରିଣ ଶରଣ ପଶିଲା ଗୋପେ ଗୋବିନ୍ଦ ନାମ ଦେଇଗଲା ଗୋପେ ଗୋବିନ୍ଦ ନାମ ଦେଇଗଲା ଗୋପେ ଗୋବିନ୍ଦ ନାମ ଦେଇଗଲା 7 ଦିନ ପଥର ବୃଷ୍ଟି କଲେ ବଜ୍ର ବୃଷ୍ଟି କଲେ ଶେଷକୁ ହାରିଲେ ଇନ୍ଦ୍ର ଗୋବିନ୍ଦ ନାଁ ଦେଇକିରି ଗଲେ ଆଉ ଗୋଟିଏ ଗୋବିନ୍ଦ ଯୋଉଦିନ ବ୍ରହ୍ମା ବାଛୁରୀ ମାନଙ୍କୁ ଅବସ୍ଥା ମାନଙ୍କୁ ହରଣ କଲେ କମଳରୁ ଭିତରେ ଲୁଚେଇକି ନେଲେ ନିଜେ ଗୋବିନ୍ଦ ଭଗବାନ କୃଷ୍ଣ ତାଙ୍କ ଅଙ୍ଗରୁ ପୁଣି ଗାଈ ବାଛୁରୀ ସୃଷ୍ଟି କରିଦେଲେ ବ୍ରହ୍ମା ବି ହାରିଲେ ଗୋବିନ୍ଦ ଦେଲେ କହିଲେ ଗୋଚର ଏତିକି ଗୋବିନ୍ଦ ଯିଏ ଗୋ ମାନଙ୍କୁ ରକ୍ଷା କରନ୍ତି ଗାଈ ମାନଙ୍କୁ ରକ୍ଷା କରନ୍ତି ସିଏ ଗୋବିନ୍ଦ ବାପା ଏ ତିନିଟା ଗୋବିନ୍ଦ କୃଷ୍ଣ ଜନ୍ମ ହେବା ପରେ ବାପା ଆପଣ ଜନ୍ମ ହେଇନଥିବେ ଆପଣଙ୍କ ନାଁ ଦେଇ ହବ କେମିତି 21 ପୂଜା ହବ ବ୍ରାହ୍ମଣ ଆସିବେ ଜ୍ୟୋତିଷ ଆସିବେ ବାପା ମାଙ୍କ ନାଁକୁ ମିଶାଇକି ପୁଅ ନାଁ ହଉ ଝିଅ ନାଁ ହଉ ଦେବେ ନାଇଁ କି ଆଚ୍ଛା ପୁଅ ଜନ୍ମ ହେଇନି ନାଁ ଦେଇ ହବ ମା ପୁଅ ଜନ୍ମ ହେଇନି କି ଝିଅ ଜନ୍ମ ହେଇନି ମାତୃ ଗର୍ଭ ଭିତରେ ସେ ପିଲାଟା ଅଛି ବାପା ନାଁ ଦେଇ ହବ ବାପା ନାଁ ଦେଇ ହବ ଇଏ ସିନା ତିନିଟା ଗୋବିନ୍ଦ କୃଷ୍ଣ ଆପଣଙ୍କର ଜଗନ୍ନାଥ ଦାସ କହିଛନ୍ତି ଆପଣ ଜାଣିଛନ୍ତି କୃଷ୍ଣ ଜନ୍ମ ହେଇନାହାନ୍ତି କିନ୍ତୁ ତାଙ୍କ ନାଁ ଗୋବିନ୍ଦ ଦିଆହେଇଛି ଜନ୍ମ ହେଇନାହାନ୍ତି ଭଗବାନ କୃଷ୍ଣ ତାଙ୍କ ନାଁ ଗୋବିନ୍ଦ ଦିଆହେଇଛି ହେଇନି ଦେଖୁନୁ ଭାଗବତ କୃଷ୍ଣ ଜନ୍ମ ହେଇନାହାନ୍ତି ଗୋବିନ୍ଦ ସେଇ ଓଡିଆ ଭାଗବତ ସେଇ ଦଶମ ସ୍କନ୍ଧ ପଡ଼ିଲା ଭିତରେ ଜଗନ୍ନାଥ ଦାସ କହିଲେ बोले आकाश है उदय दिशा कर गोविंद उदरुबा नहीं ये पद भागवत नहीं आकाशे उदय निशाकर गोविंद उदरु बाहर उदर कहले कोन गर्भ नहीं बोले आकाश रे निशाकर बा चंद्र उइलेनी वर्तमान गोविंद निश्चिंत भाव रे उदय हे आसीबे अच्छा कृष्ण तो जन्म होई नाती ये जगन्नाथ दास केमते लिखले आपना गोविंद कीदी कीदी पापा कीदी लिखले देखो भागवत खाली भागवत पढ़िले मिलियो ना
ପଢିଲେ କିଛି ଲାଭ ନାହିଁ ତା ତତ୍ତ୍ୱ ବୁଝିବା ଦରକାର କାହିଁକି ଜଗନ୍ନାଥ ତମେ ସିନା ଖିଆରିରେ ବୁଲିଲେ ପାଣି କେତେ ଜାଣିବ ହଁ ଯଦି ହିରେରେ ଚାଲିବ ପାଣି କେତେ ଜାଣିବ ତାହେଲେ କାହିଁକି ଜଗନ୍ନାଥ ଦାସ ଲେଖିଲେ ଆକାଶେ ଉଦେ ନିଶା କର ଗୋବିନ୍ଦ ଉଦରୁ ବାହାର ଏ ଗୋବିନ୍ଦ କିଏ ଗୋ କହିଲେ ପୃଥିବୀ ମନେ ବିନ୍ଦ କହିଲେ ପାଳନ କରିବା ଇଏ ପୃଥିବୀ କି ବା ବିଶ୍ୱକୁ ଯିଏ ପାଳନ କରିବେ ସିଏ ଜନ୍ମ ନେବେ ଆଉ କିଛି ସମୟ ପରେ ବାପା ଯିଏ ବିଶ୍ୱକୁ ପାଳନ କଲା ବାଲା ଗୋ କହିଲେ ପୃଥିବୀ ବିନ୍ଦ କହିଲେ ପାଳନ କରିବା ଯୋଉ ପୃଥିବୀକୁ ବିଶ୍ୱକୁ ପାଳନ କରିବା ପାଇଁ ରକ୍ଷା କରିବା ପାଇଁ ପାପୀ ମାନଙ୍କ ପାଖରୁ ଉଦ୍ଧାର କରିବା ପାଇଁ ଯୁଗକୁ ଯୁଗ ପ୍ରଭୁ ମୋର ଆସନ୍ତି ଏ କଥା ଜଗନ୍ନାଥ ଦାସ କେମିତି ଜାଣିଲେ 550 ବର୍ଷ ତଳେ ବାବା କେମିତି ଜାଣିଲେ ତ୍ରେତୟା ଯୁଗରେ ତ କୃଷ୍ଣ ଜନ୍ମ ହେଲେ ଇଏ ତ କଳି ଯୁଗରେ ଜଗନ୍ନାଥ ଦାସଙ୍କର ଜନ୍ମ ନାଇଁ କା କଳି ଯୁଗରେ ଜଗନ୍ନାଥ ଦାସ ଜନ୍ମ ଇଏ ତ ଦ୍ୱାପର ଯୁଗର କଥା କେମିତି ଜଗନ୍ନାଥ ଦାସ ଜାଣିଲେ ଯେ ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଗୋବିନ୍ଦ ଭାବରେ ଜନ୍ମ ହେବେ ପୁଣି ମଥୁରାରେ ବଢିବେ ଗୋପରେ ଏ କଥା କେମିତି ଜାଣିଲେ ଜଗନ୍ନାଥ ଦାସ ଏଇଠି ସେଇଥିପାଇଁ ମୁଁ କହିଲି ମାନବ ଜୀବନର ଲାଭ ଯେବେ ଗୋବିନ୍ଦ କରେ ଆମ ଭାବ ଅଛି ଏପର୍ଯ୍ୟନ୍ତ କହିଲେ ସତ କଥା କହିଲେ ଛାତିରେ ହାତ ବାଡି କହିଲ କେତେ ଜଣ ଭାବ ଭିତରେ ଭକ୍ତି ଭିତରେ ମନ ପ୍ରାଣ ଦେଇ ଇଏ କାଇବ ମନ୍ୟ ବାକ୍ୟକୁ ସମର୍ପଣ କରି ପ୍ରଭୁଙ୍କୁ ଡାକୁଛେ ଆଜ୍ଞା ଜମା ନୁହଁ ବାପା ଡାକୁଛେ କେବଳ ମାୟା ଆମକୁ ଟାଣୁଛି ये संसार माया संसार मोह मो पिला मो संसार मो घर द्वार मो जमीबाड़ी जो दिन टिके समय मिला टिके जीवा सेठी अष्टप्रभु होउची सेठी पाला होउची सेठी प्रवचन होउची टिके हरि कथा सुन नहीं बापा एतिक ना आउ समय पाउछ हमें ना ना आउ काई के माया भीतर में माया माया कोन छी के को माया माया मैं ताके 6 मास खाली छई नहीं को माया कथा हो जंजाल माया ये जंजाल रूप को माया को आपण जो दिन काटिदेवे मन रखु बापा जो दिन जंजाल रूप को माया को काटिबे निश्चिंत भाव श्री ब्रह्मकर दर्शन मिलिबो भाई।